ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ। ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମଙ୍କ ମଧ୍ୟରେ ଆଲୋଚନା। ଉଭୟ ଦେଶ ମଧ୍ୟରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ। ଛତିଶଗଡ଼ର ରାୟପୁରଠାରେ ବାମପନ୍ଥୀ ଉଗ୍ରବାଦର ବିଲୋପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆୟକର ଅଧିନିୟମ 2025 ସମ୍ବନ୍ଧୀୟ ପ୍ରସ୍ତାବିତ ନିୟମ ଉପରେ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେଉଛି 3ଟି ମ୍ୟାଚ୍। ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କ୍ୱାଲାଲମ୍ପୁରରେ ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଦୁଇ ଦେଶର ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ସୁଦୃଢ଼ ଏବଂ ଆର୍ଥିକ ତଥା ନବସୃଜନ ଭାଗିଦାରୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଦୃଶ୍ୟ ଶ୍ରାବ୍ୟ ସହ ଉତ୍ପାଦନ, ଦୁର୍ନୀତି ମୁକାବିଲା, ସେମିକଣ୍ଡକ୍ଟର ବିକାଶ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ସମେତ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆତଙ୍କବାଦର ମୁକାବିଲା, ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ସମ୍ପର୍କରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଆତଙ୍କବାଦ ଉପରେ କୌଣସି ଦ୍ୱୈତ ଭୂମିକା ଏବଂ କୌଣସି ପରିସ୍ଥିତିରେ ଏହାକୁ ସାଲିସ କରାଯାଇପାରିବ ନାହିଁ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶକ୍ତି, ଭିତ୍ତିଭୂମି, ଉତ୍ପାଦନ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥାରେ ସହଯୋଗ ବୃଦ୍ଧି ପାଇବା ଉପରେ ଉଲ୍ଲେଖ କରି କହିଛନ୍ତି, पिछले कुछ वर्षों में हमारे संबंधों ने एक नई रफ्तार पकड़ी है। हमारे बीच एनर्जी, इंफ्रास्ट्रक्चर और मैन्युफैक्चरिंग में सहयोग बहुत मजबूत हुआ है। डिजिटल इकोनॉमी, बायोटेक और आईटी में आपसी इन्वेस्टमेंट बढ़ा है। टूरिज्म और पीपल टू पीपल टाइज भी गहरे हुए हैं। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ସୁଦୃଢ଼ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ପଡ଼ୋଶୀ ଭାବେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ସ୍ୱତନ୍ତ୍ର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ଯଥାଶୀଘ୍ର ଏସିଆନ୍ ଭାରତ ବାଣିଜ୍ୟରେ ଦ୍ରବ୍ୟ ରାଜିନାମା AITIGAର ସମୀକ୍ଷା ଶୀଘ୍ର ଶେଷ କରିବାକୁ ସମ୍ମତ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ଷେତ୍ର ଅଭିବୃଦ୍ଧିର ଏକ ଇଞ୍ଜିନ୍ ଭାବେ ଉଭା ହେଉଛି ଏବଂ ଏହି କ୍ଷେତ୍ରରେ ବିକାଶ, ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଏବଂ ମାଲେସିଆ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଜିର କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ଲାଗି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ୟବସାୟିକ ନେତୃମଣ୍ଡଳୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଗସ୍ତ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତୀୟ ଜାତୀୟ ସେନାର ଭେଟରାନ୍ ଏବଂ ମାଲେସିଆର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ର ରାୟପୁରଠାରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଏବଂ ବିକାଶ ପ୍ରକଳ୍ପର ସମୀକ୍ଷା ପାଇଁ 2ଟି ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାୟପୁରରେ ଛତିଶଗଡ଼ ଆଟ୍ 25 ସିଫ୍ଟିଂ ଦ ଲେନ୍ସ ଶୀର୍ଷକ ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଜଗଦଲପୁରରେ ଆସନ୍ତାକାଲି ହେବାକୁ ଥିବା ବସ୍ତର ପାଣ୍ଡବ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଶ୍ରୀ ଶାହା ଅଂଶଗ୍ରହଣ କରିବେ। ଶ୍ରୀ ଶାହା ଛତିଶଗଡ଼କୁ 3 ଦିନିଆ ଗସ୍ତରେ ଯାଇ ଗତକାଲି ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଥିଲେ। କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲବାଦର ବିଲୋପ କରିବା ସଂକ୍ରାନ୍ତ ଆଭିମୁଖ୍ୟ ପୋଷଣ କରିଛନ୍ତି। ରାୟପୁରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତୀୟ ବୈଠକ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି ଆମ ସମ୍ବାଦଦାତା କହିଛନ୍ତି। ଛତିଶଗଡ଼ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ନକ୍ସଲବାଦ ସମସ୍ୟା ସମୂଳେ ବିଲୋପ ହେବାକୁ ଯାଉଛି। ମୁମ୍ବାଇ ପୁଲିସ୍ ବେଆଇନ ଭାବେ ବସତି ସ୍ଥାପନ କରୁଥିବା 4 ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହ ନକଲି ପରିଚୟପତ୍ର ଜବତ କରିଛନ୍ତି। ପୂର୍ବ ମାଲାଦ ପଟନାୱାଡ଼ି ଅଞ୍ଚଳରେ ଏକାଧିକ ସମନ୍ୱିତ ଅପରେସନ୍ ପରେ ଏହି ଗିରଫଦାରୀ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି। ପୁଲିସର କହିବା ଅନୁଯାୟୀ କୁରାର ପୁଲିସ୍ ଷ୍ଟେସନରେ ଅବସ୍ଥାପିତ ଏକ ଆତଙ୍କବାଦ ବିରୋଧୀ ସେଲ୍ ATC ଅଧିକାରୀ
ବାଂଲାଦେଶୀ ନାଗରିକମାନେ ଏହି ଅଞ୍ଚଳରେ ବେଆଇନ ଭାବରେ ଚଳାଚଳ ଏବଂ ନକଲି ପରିଚୟପତ୍ର ବ୍ୟବହାର ସଂକ୍ରାନ୍ତୀୟ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପାଇବା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ସୂଚନା ଆଧାରରେ ପୁଲିସ ଫେବୃଆରୀ 2, 4 ଏବଂ 6 ତାରିଖରେ ମିଳିତ ଚଢ଼ାଉ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। प्रिय कॉम्रेड्स, मु कॉम्रेड निखिल ओडिशा राज्य कमिटी सदस्य कौची। मु कॉम्रेड हिंदू विकास 15 कॉम्रेड सशस्त्र क्रांति त्याग करी गणतांत्रिक रास्ता आंदोलन करबा पई ओडिशा पुलिस सम्मुख रे आत्मसमर्पण करिछु। आजिर परिवर्तित आर्थिक सामाजिक राजनीतिक परिस्थिति रे सशस्त्र विप्लव करबा कष्टसाध्य। ए रास्ता रे हमको अधिक नष्ट होउछि और लोकन ठाରୁ दूर होउछु। परिणाम स्वरूप जन आधार भर्ती और समन्वय नाही। एणु हमर परामर्श बाकी थिबा समस्त कॉम्रेड सशस्त्र क्रांति रास्ता त्याग करी भारतीय संविधान अनुसार गणतांत्रिक पद्धति आंदोलन करबा पई आगे आसीबा दरकार। आपण चिंता करंतु और आउ बेसी देरी न करी आम बाटर आसिले भल होला। ओडिशा पुलिस सब प्रकार सुविधा सुजोग जोगाई देबार प्रतिश्रुति देछि। शेषर हमर निवेदन गाँर कोनोसी व्यक्तिर फोन रे 9437643839 नंबर रे आम सह संपर्क कले आमे आपनको तुरंत आनिबाक व्यवस्था करिबु। आपनकर कॉम्रेड निखिल ओडिशा राज्य कमिटी सदस्य। केंद्रीय प्रत्यक्ष टिकस बोर्ड सीबीडीटी आयकर अधिनियम 2025 संबंधी प्रस्तावित आयकर नियम एवं फर्म उपरे अंशीदारमानक ठारू परामर्श आह्वान करुछन्ते। गत वर्ष अगस्ट रे राष्ट्रपति मंजूरी पाइथिबा आयकर अधिनियम चलित वर्ष एप्रिल 1 तारिख लागू हेब। अर्थ मंत्रालय सूचना अनुसार चूड़ांत विज्ञप्ति पूर्व प्रस्तावित आयकर नियम एवं फर्म गुड़िक ऑफिशियल वेबसाइट incometaxindia.gov.in रे अपलोड करा जायछि। भाषार सरलीकरण, मकद्दमा ह्रास, अनुपालन बोझ ह्रास एवं अनावश्यक किंबा अप्रचलित नियम और फर्म गुड़िकर चिन्हट उपरे परामर्श मागिछन्ते। संवादर अवशिष्टांश शुणिपारे ଏହି विज्ञापन पर। प्रिय कॉम्रेड नना राज्य कमिटी सदस्य कॉम्रेड नीतू बेहतमत नाव संगे ममता अनुपा अलकेने 16 कॉम्रेड्स संगे पुलिस ते आत्मसमर्पित मना वासचु तिंचो जोड़ हेवना कॉम्रेड्स नुकसान या आत्मसमर्पण तोर इंजे के जनाधारो भर्ती मिलिशिया पार्टी की वेंडे समन्वय हिल्ले मना ओडिशा ते पश्चिम ब्यूरो वेंडे नुकसान या सरेंडर आयनद परिस्ता इंजे पूर्व ब्यूरो ते वेख्यावाल इच्चुर मुले नैतोर अदेन के सभ्य तोर सरेंडर किए नुमेदे आलसना इंजो नावा सुझाव अगर सरेंडर की ओके समस्या परिस्थिति नुकसान वेंडे अंता सरेंडर कितके ओडिशा पुलिस तोरु हर प्रकार ता 14 इंतोर मिकिन वेहतना बात इतके बेदई नाटिनवरा फोन तालसी मंजी संपर्क किए नमैदे नावा मोबाइल नंबर 7815070531 मिकुन ततन मैदे तैयार कितन मेवा राज्य कमिटी सदस्य नीतू। दिल्ली सरकार आज जातीय राजधानी रे 500 विद्युत चालित बस चलाचलर शुभारंभ करिसेंते। दिल्ली पानीपत अभिमुखे बस सेवार मध्य आरंभ करा जायछि। मुख्यमंत्री रेखा गुप्ता समावेश को संबोधित करी कहिसेंती जातीय राजधानी रे मोट बस संख्या वर्तमान 4000 अतिक्रम करिछि। से कहिसेंती 2028 सुद्धा एही बस सेवा 14000 को वृद्धि पाइबार लक्ष्य रखा जायछि। दिल्ली रे एक नूतन विद्युत चालित परिवहन नीति कार्यकारी करा जाई एही अंचल को परिष्कार एवं परिवेश उपयोगी करा जिवो। भारतीय नौसेनार नौचलना तालीम जहाज आईएनएस सुदर्शनी ओमानर सलालारे निजर प्रथम ऐतिहासिक प्रदर्शन शेष करिछि। ଏହା ଭାରତ ଏବଂ ଓମାନ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଏବଂ ଦୁଇ ନୌସେନା ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଜାହାଜର ମହତ୍ୱାକାଂକ୍ଷୀ 10 ମାସର ଅନ୍ତ ମହାସାଗରୀୟ ଯାତ୍ରା ଲୋକାୟନ 26ରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। आईसीसी पुरुष T20 विश्वकप क्रिकेट प्रतियोगिता 2026 आज 3टी मैच अनुष्ठित होउछि। प्रथम मैच चेन्नईर एमए चिदम्बरम स्टाडियम रे न्यूजीलैंड और अफगानिस्तान मध्य जारी रही। अफगानिस्तान टॉस जीति बैटिंग करने को निष्पत्ति नहीं। आज द्वितीय मैच इंग्लैंड और नेपाल मध्य अपराह 3टा समय मुंबईर वांखेड़े स्टाडियम रे अनुष्ठित हेब। तृतीय मैच श्रीलंका और आयरलैंड मध्य संध्या 7टार कोलंबर आर प्रेमदास स्टाडियम रे खेल। संवाद शेष होगा पूर्व मुख्य संवाद पुणी थे। प्रतिरक्षा और सुरक्षा संपर्क सुदृढ़ करने लक्ष्य में प्रधानमंत्री नरेंद्र मोदी और मालयेशिया प्रतिपक्ष अनवर इब्राहिम मध्य आलोचना। उभय देश मध्य एकाधिक बुझामणा पत्र स्वाक्षरित। छत्तीसगढ़ रायपुर ठारे वामपंथी उग्रवादर विलोप संक्रांत उच्चस्तरीय बैठक में अध्यक्षता कले स्वराष्ट्रमंत्री। एवं आईसीसी पुरुष T20 विश्वकप क्रिकेट प्रतियोगिता आज अनुष्ठित होउछि 3टी मैच। संवाद शेष होला।